ଏହା ଥିଲା ମା ବୃନ୍ଦାବତୀଙ୍କର ଗାୟତ୍ରୀ ମନ୍ତ୍ର। ନମସ୍କାର ଫ୍ରେଣ୍ଡସ୍ ଆପଣମାନଙ୍କୁ ଆମ ୟୁଟ୍ୟୁବ ଚ୍ୟାନେଲକୁ ପୁଣି ଥରେ ସ୍ୱାଗତମ ଏବଂ ଶୁଭକାମନା। ଫ୍ରେଣ୍ଡସ୍ ଆଜିର ଏ ଭିଡ଼ିଓରେ ମୁଁ ଆପଣମାନଙ୍କୁ କହିବାକୁ ଯାଉଛି କି ଆପଣମାନଙ୍କ ପାଇଁକିନା ବିଶେଷ ଭାବରେ ଏହି 2 ଦିନର ସ୍ଥିତି ବିଷୟରେ। ଆପଣମାନଙ୍କୁ କେଉଁ ସବୁ ଜିନିଷରେ ଫାଇଦା ମଧ୍ୟ ହେବ ଏବଂ ତାହା ସହିତ ଆପଣମାନଙ୍କୁ କେଉଁ ସବୁ ଜିନିଷରେ ସାବଧାନତା ଅବଲମ୍ବନ କରିବା ପାଇଁକିନା ପଡ଼ିବ। ଆପଣମାନଙ୍କର ଲଭ୍ ଲାଇନ୍ କିପରି ଭାବରେ ରହିବ, କ୍ୟାରିୟର କିପରି ଭାବରେ ରହିବ ଏବଂ ତାହା ସହିତ ଆପଣମାନଙ୍କର ବିଜନେସ୍ ଏବଂ ବ୍ୟାପାର ମଧ୍ୟ କିପରି ଭାବରେ ରହିବ ଏବଂ ତାହା ସହିତ ସ୍ୱାସ୍ଥ୍ୟର କିଛି ମହତ୍ତ୍ୱପୂର୍ଣ୍ଣ ଇନଫର୍ମେସନ୍ ମଧ୍ୟ ମୁଁ ଆପଣମାନଙ୍କୁ ଜଣେଇବି। ଆଉ ଏ ଭିଡ଼ିଓ ଶେଷରେ ମୁଁ ଆପଣମାନଙ୍କୁ କିଛି ଉପାୟ ବିଷୟରେ କହିବି ଯାହାଦ୍ୱାରା ଆପଣମାନେ ଏ ଦିନକୁ ଆହୁରି ଅଧିକ ଶୁଭ ଏବଂ ମଙ୍ଗଳମୟ କରିପାରିବେ। ବନ୍ଧୁଗଣ ଆପଣମାନଙ୍କ ପାଖରେ ମୋର ଗୋଟିଏ ଅନୁରୋଧ କି ଆପଣମାନେ ଯଦି ଏ ଚ୍ୟାନେଲରେ ନୂଆ ଅଛନ୍ତି ତେବେ ଏବେ ହିଁ ଯାଇକି ସବସ୍କ୍ରାଇବ୍ କରନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନକୁ ମଧ୍ୟ କ୍ଲିକ୍ କରନ୍ତୁ, ଯାହାଫଳରେ ସମୟ ସମୟରେ ସମସ୍ତ ଭିଡ଼ିଓର ନୋଟିଫିକେସନ୍ ଆପଣମାନଙ୍କୁ ହିଁ ସର୍ବପ୍ରଥମେ ମିଳିଯିବ। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କ ପାଇଁକିନା ବିଶେଷ ଭାବରେ କିପରି ଭାବରେ ରହିବ ଏହି 2 ଦିନ। ଯଦି ମୁଁ ଆପଣମାନଙ୍କୁ ସବୁଠାରୁ ପ୍ରଥମେ କହିବି କି କ'ଣ ଆପଣମାନଙ୍କ ପାଇଁକିନା ବିଶେଷ ଭାବରେ ଏଇ ଦିନ ପଜିଟିଭ୍ ହେବା ପାଇଁକିନା ଯାଉଅଛି। ଏ ଦିନରେ ଯଦି କହିବି କୌଣସି କାର୍ଯ୍ୟକୁ ନେଇକି ଆପଣମାନଙ୍କର ସଫଳତା ମିଳିବାର ସମ୍ଭାବନା ମଧ୍ୟ ବନୁଅଛି। ଆପଣମାନେ ଯଦି କୌଣସି କାର୍ଯ୍ୟକ୍ରମକୁ ବିସ୍ତାର କରିବାକୁ ଚାହୁଁଛନ୍ତି କିମ୍ବା କୌଣସି ବି ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁକିନା ଚାହୁଁଛନ୍ତି ତ ସେଥିରେ ମଧ୍ୟ ଆପଣମାନଙ୍କୁ ବହୁତ ଭଲ ଶୁଭଫଳ ମଧ୍ୟ ପ୍ରାପ୍ତ ହେବ। ଏହା ସହିତ ଯଦି କହିବି କି ଆପଣମାନଙ୍କୁ ଭୂମି, ବହନ, ବାହନ ତା ସହିତ କୌଣସି ବି ବିଭିନ୍ନ ପ୍ରକାରର ଜିନିଷ କିଣାକିଣିରେ ଆପଣମାନଙ୍କର ଦିନ ଅତିବାହିତ ହେବାର ସମ୍ଭାବନା ମଧ୍ୟ ବନୁଅଛି। ତା ସହିତ ଆପଣମାନଙ୍କୁ ବୈଜ୍ଞାନିକ ଗତିବିଧିରେ କିମ୍ବା ସମାଜର ଯେତେ ସବୁ ସାହାଯ୍ୟ ମିଳିବା କାରଣରୁ ଆପଣମାନଙ୍କୁ ଆଗକୁ ବଢ଼େଇବା ପାଇଁକିନା ଉତ୍ସାହ ମଧ୍ୟ ମିଳିବ। ତା ସହିତ ଆପଣମାନେ ମନେ ରଖିବେ କି ବଡ଼ ଲୋକମାନଙ୍କର ଆଶୀର୍ବାଦ ଲୋଢ଼ନ୍ତୁ, କାହିଁକି ନା ବଡ଼ ଲୋକମାନଙ୍କର କହିଥିବା କଥା ବହୁତ ମାତ୍ରାରେ କାମ ଦେଇଥାଏ। ଆଉ ଯଦି ବଡ଼ ଲୋକମାନଙ୍କର ଆଶୀର୍ବାଦ ଆପଣମାନଙ୍କ ମଥା ଉପରେ ଥିବ ତେବେ ଆପଣମାନଙ୍କର ସମସ୍ତ କାର୍ଯ୍ୟର କିଛି ବି ବ୍ୟାଘାତ ଘଟିବ ନାହିଁ, ସେ ସବୁ ସୁରୁଖୁରୁରେ ମଧ୍ୟ ହୋଇଯିବ। ଯେକୌଣସି ବି କାର୍ଯ୍ୟକ୍ରମକୁ ଆପଣମାନେ କରିବା ପାଇଁକିନା ଚେଷ୍ଟା କରୁଥିଲେ ବହୁତ ଦିନ ହେଲାଣି ସେ ସବୁକୁ ମଧ୍ୟ ଆପଣମାନେ ଏଇ ଦିନ ମାନଙ୍କରେ ପାଇଯିବେ। କିନ୍ତୁ ତା ସହିତ ଆପଣମାନଙ୍କୁ ମନେ ରଖିବା ଉଚିତ କି ଆପଣମାନେ ଯେଉଁ ବି କାର୍ଯ୍ୟ କରନ୍ତୁ ନା କାହିଁକି ଆପଣମାନେ ସେ ବିଷୟରେ ଫାଷ୍ଟରୁ ଯୋଜନା କରିକିନା କାର୍ଯ୍ୟ କରନ୍ତୁ, ଯାହାଦ୍ୱାରା ଆପଣମାନେ କେବେ ବି ଠକାମିର ଶିକାର ମଧ୍ୟ ହେବେ ନାହିଁ। ତା ସହିତ ଚାକିରି ପେଶା ଲୋକମାନେ ତାଙ୍କର ପରୀକ୍ଷାରେ ଦେଇଥିବା ଶୁଭଫଳ ଅବଶ୍ୟ ହିଁ ତାଙ୍କୁ ପ୍ରାପ୍ତ ହେବ, କିନ୍ତୁ ସେମାନଙ୍କୁ ତାଙ୍କ ପାଠପଢ଼ା ପ୍ରତି ଏକାଗ୍ର ଚିତ୍ତ କରିକିନା ରଖିବା ଉଚିତ, ଯାହାଦ୍ୱାରା ସେମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ମଧ୍ୟ ହୋଇଯିବେ। ତା ସହିତ ଆପଣମାନେ ରାଜନୈତିକ କ୍ଷେତ୍ରରେ କିମ୍ବା ଲଢ଼େଇ ଝଗଡ଼ା କ୍ଷେତ୍ରରେ ଆପଣମାନେ ସେସବୁରେ ଯୋଗ ଦିଅନ୍ତୁ ନାହିଁ, ଯାହାଦ୍ୱାରା ଆପଣମାନଙ୍କର କ୍ୟାରିୟର ବହୁତ ଖରାପ ହୋଇପାରେ ଏବଂ ସେ ସବୁ କ୍ଷେତ୍ରରେ ଯଦି ଆପଣମାନେ ମନ ଦେବେ ତେବେ ଆପଣମାନଙ୍କର ମାନ ସମ୍ମାନ ମଧ୍ୟ ଯାଇପାରେ। ଆଉ ସବୁବେଳେ ଆପଣମାନେ ଦିଲ୍ ଅପେକ୍ଷା ସବୁବେଳେ ଦିମାଗର କଥା ଶୁଣନ୍ତୁ। ତା ସହିତ ସନ୍ତାନମାନଙ୍କ ପ୍ରତି ଯଦି କହିବେ କି ଆପଣମାନଙ୍କର ଏ ଦିନ ମାନଙ୍କରେ ପାଠ ପଢ଼ାରେ କିଛିଟା ନେଗଲେକ୍ଟ ମଧ୍ୟ ହୋଇପାରେ, କାହିଁକି ନା ଏ ଦିନ ମାନଙ୍କରେ ପାଗ ବଦଳିବାର କାରଣରୁ ଆପଣମାନଙ୍କୁ ଥଣ୍ଡା, କାଶ, ଜ୍ୱର ମଧ୍ୟ ହୋଇପାରେ, ଯାହାଦ୍ୱାରା ଆପଣମାନଙ୍କର ପାଠପଢ଼ା ପ୍ରତି ଅବହେଳା ମଧ୍ୟ ହୋଇପାରେ। ଏବେ ଆସନ୍ତୁ ଜାଣିବା ଆପଣମାନଙ୍କ ପାଇଁକିନା କ'ଣ ନେଗେଟିଭ୍ ମଧ୍ୟ ରହିଛି। ଯଦି ବିଶେଷ ଭାବରେ କହିବି କି ଆପଣମାନେ କୌଣସି ବି ଭୁଲ କଥାକୁ ପ୍ରତିକାର କରିବା ଦ୍ୱାରା ଲୋକମାନେ ଆପଣମାନଙ୍କ ଉପରେ ବିରକ୍ତି ଭାବ ଦେଖେଇବେ। ଆପଣମାନଙ୍କୁ ସବୁ କାର୍ଯ୍ୟ ଗମ୍ଭୀରତାର ସହିତ କରିବାର ଅଛି। ଆପଣମାନଙ୍କର ଟିକେ ବି ଲାପରବାହୀ ଆପଣମାନଙ୍କୁ ବହୁତ ବଡ଼ ବ୍ୟାଘାତ ମଧ୍ୟ ଦେଇପାରେ। ପିଲାମାନଙ୍କର ସ୍ୱାସ୍ଥ୍ୟକୁ ନେଇକି ଆପଣମାନଙ୍କର ଟେନସନ୍ ମଧ୍ୟ ଏ ଦିନ ମାନଙ୍କରେ ବହୁତ ମାତ୍ରାରେ ବଢ଼ିଯାଇପାରେ। ପଇସା ମାମଲାରେ ଯଦି କହିବେ ଆପଣମାନଙ୍କୁ କାହାକୁ ଯଦି ବି ସାହାଯ୍ୟ ସହଯୋଗ କରୁଛନ୍ତି ତେବେ ଆପଣମାନଙ୍କୁ ସେ ସବୁ ଜାଗାରେ ଫାଇଦାମାନ ମଧ୍ୟ ହେବ।
ଆପଣମାନଙ୍କୁ ଆପଣଙ୍କ କାର୍ଯ୍ୟକ୍ରମରେ ସାବଧାନତା ଅବଲମ୍ବନ କରିବାକୁ ଉଚିତ। ଏହା ସହିତ ବି କୌଣସି ବି ଆପଣମାନେ ନୂଆ ନିବେଶ କରିବା ପୂର୍ବରୁ ଏହାକୁ ଥରେ ଆପଣମାନେ ଯାଞ୍ଚ ମଧ୍ୟ କରିନିଅନ୍ତୁ। ଏ ସମୟରେ ଆପଣମାନଙ୍କର ଆର୍ଥିକ ସ୍ଥିତି ମଧ୍ୟ କିଛି ମନ୍ଦ ହୋଇପାରେ। ଜଣ ଲୋକମାନଙ୍କ ସହିତ କଥାବାର୍ତ୍ତାରେ ସଂଯମତା ରଖିକିନା କଥାବାର୍ତ୍ତା କରନ୍ତୁ, ନଚେତ୍ ଆପଣମାନେ ସେ ସବୁରେ ମଧ୍ୟ ବହୁତ ବଡ଼ ଘାଟା ମଧ୍ୟ ହୋଇପାରେ। ତା ସହିତ ଘର ଲୋକମାନଙ୍କ ସହିତ ଆପଣମାନଙ୍କର କିଛି ହାଲକା ଫୁଲକା କଳି ଝଗଡ଼ା ମଧ୍ୟ ହୋଇପାରେ। ସେଥିପାଇଁ ଆପଣମାନେ ସେସବୁ ଉପରେ ଦୂରେଇ ରୁହନ୍ତୁ। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କର ଏ ଦିନମାନଙ୍କରେ ଲଭ୍ ଲାଇନ୍ କିପରି ଭାବରେ ରହିବ। ଏ ଦିନମାନଙ୍କରେ ଆପଣମାନଙ୍କର ଜୀବନସାଥୀ ଆପଣମାନଙ୍କ ପ୍ରତି ବହୁତ ଭଲ ସହଯୋଗ ମଧ୍ୟ ଦେବେ ଏବଂ ତା ସହିତ ଆପଣମାନଙ୍କର ଯେଉଁ ବି ସବୁ ପ୍ରୋବ୍ଲେମ୍ ଚାଲିଛି ସେ ସବୁକୁ ଆପଣମାନେ ଆପଣମାନଙ୍କ ଜୀବନସାଥୀ ସହିତ ସେୟାର କରନ୍ତୁ। ଦେଖିବେ ସେ ସବୁର ସମାଧାନ ଆପଣମାନଙ୍କର ଜୀବନସାଥୀ ନିହାତି ଭାବରେ ସୁଲଝେଇ ଦେବେ ଏବଂ ଆପଣମାନଙ୍କୁ ତାର ମୂଳ ସମାଧାନ ମଧ୍ୟ ମିଳିଯିବ, ଯାହାଦ୍ୱାରା ଆପଣମାନଙ୍କର ପତି ପତ୍ନୀଙ୍କ ସହିତ ବହୁତ ଭଲ ଏବଂ ସୁନ୍ଦର ସୁଖମୟ ଜୀବନଯାପନ ମଧ୍ୟ କଟିପାରିବେ। ଏବଂ ତା ସହିତ ଆପଣମାନେ କାର୍ଯ୍ୟକ୍ରମରେ ଏତେ ବ୍ୟସ୍ତତା ହୋଇଯିବେ ଯେ କି ଆପଣମାନେ ଘର ପ୍ରତି ଅବହେଳା ମଧ୍ୟ ଦେଖେଇବେ, ଯେଉଁଥିପାଇଁ କିନା ଆପଣମାନଙ୍କର ଘର ପରିବାରରେ ଆପଣଙ୍କ ମାନଙ୍କ ପ୍ରତି ବହୁତ ଦୁଃଖ କରିବେ। ସେଥିପାଇଁ କିନା ଆପଣମାନେ କାର୍ଯ୍ୟକ୍ରମର ବ୍ୟସ୍ତତାରେ ଥିଲେ ମଧ୍ୟ ଆପଣମାନେ ଟିକେ ଟାଇମ୍ ବାହାର କରିକିନା ଆପଣମାନଙ୍କର ପରିବାର ସହିତ ଟାଇମ୍ ସ୍ପେଣ୍ଡ କରନ୍ତୁ। ଦେଖିବେ ଆପଣମାନଙ୍କର ଦିନ ବହୁତ ଭଲ ଯିବ। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କର ଏଇ ଦିନମାନଙ୍କରେ ବ୍ୟବସାୟ କ୍ୟାରିୟର ମଧ୍ୟ କିପରି ଭାବରେ ରହିବ। ଯଦି କହିବେ କି ଆକସ୍ମିକ ଧନ ଲାଭର ଯୋଗ ମଧ୍ୟ ଆପଣମାନଙ୍କର ବନୁଅଛି। ପ୍ରତିଟି କ୍ଷେତ୍ରରେ ଆପଣମାନେ ବିଜୟମାନ ବୋଲି ବିବେଚନା ହୋଇଯିବେ। ନୂଆ କାର୍ଯ୍ୟଟିକୁ ଆରମ୍ଭ କରିବା ଦ୍ୱାରା ଆପଣମାନଙ୍କର ସମୟ ବହୁତ ଭଲ ଭାବରେ କଟିଯିବ। ଏହା ସହିତ କାର୍ଯ୍ୟ କ୍ଷେତ୍ରରେ ଆପଣମାନଙ୍କର ବ୍ୟସ୍ତତା ବହୁତ ଅଧିକ ରହିବ ଆଉ ଆପଣମାନଙ୍କର ଦିନ ବହୁତ ଦୌଡ଼ା ଦୌଡ଼ିରେ ମଧ୍ୟ କଟିପାରେ। ବ୍ୟବସାୟ କ୍ଷେତ୍ରରେ ଯଦି କହିବେ ଆପଣମାନଙ୍କର କର୍ମଚାରୀ ଆପଣମାନଙ୍କୁ ଏଇ ଦିନମାନଙ୍କରେ ଠକି ଦେବାର ସମ୍ଭାବନା ମଧ୍ୟ ବନୁଛି, ତେଣୁ ଆପଣମାନେ କାର୍ଯ୍ୟ ପ୍ରତି ସଚେତନତା ଦେଖାନ୍ତୁ। ଆଉ ବର୍ତ୍ତମାନ ଯୁଗରେ ଯଦି କହିବେ ଆପଣମାନେ ବ୍ୟବସାୟ କ୍ଷେତ୍ରରେ କିଛିଟା ଚେଞ୍ଜେସ୍ ମଧ୍ୟ ଆଣନ୍ତୁ, ଯାହାଦ୍ୱାରା ବ୍ୟବସାୟ ଆହୁରି ଅଧିକ ଭଲ ମାତ୍ରାରେ କଟିଯିବ। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କର ସ୍ୱାସ୍ଥ୍ୟ ଏଇ ଦିନମାନଙ୍କରେ କିପରି ଭାବରେ ରହିବ। ଏହି ଦିନମାନଙ୍କରେ ଆପଣମାନଙ୍କୁ ଛୋଟ ମୋଟ ବ୍ୟାଘାତ ମଧ୍ୟ ଘଟିପାରେ। ଏଥିପ୍ରତି ଆପଣମାନେ ଯାନବାହନ କ୍ଷେତ୍ରରେ ସଜାଗ ହୋଇକିନା ରୁହନ୍ତୁ ଏବଂ ଆପଣମାନେ ବାହାରକୁ ଯିବା ପୂର୍ବରୁ ଠାକୁରଙ୍କର ନାମ ସ୍ମରଣ କରିକିନା ଆପଣମାନେ ଦିନଟିକୁ ଚର୍ଚ୍ଚାରେ କଟନ୍ତୁ। ଦେଖିବେ ଆପଣମାନଙ୍କର ଦିନ ଆହୁରି ଅଧିକ ଭଲ ମାତ୍ରାରେ କଟିଯିବ। ଯଦି ଆପଣମାନେ ଆହୁରି ଦିନଟିକୁ ଭଲ ଭାବରେ କଟିବାକୁ ଚାହୁଁଛନ୍ତି, ତେବେ ଆପଣମାନେ ପ୍ରତ୍ୟେକ ଦିନ ଯୋଗ କରନ୍ତୁ, ବ୍ୟାୟାମ କରନ୍ତୁ ଏବଂ ସୁଖାସନ ନିହାତି ଭାବରେ କରନ୍ତୁ, ଯାହାଦ୍ୱାରା ଆପଣମାନଙ୍କର ସ୍ୱାସ୍ଥ୍ୟ ଆହୁରି ଅଧିକ ଭଲ ମାତ୍ରାରେ ରହିଯିବ। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କ ପାଇଁକିନା କ'ଣ ବିଶେଷ ଉପାୟ ମଧ୍ୟ ରହିଅଛି। ତ ଆପଣମାନେ ବିଶେଷ ଭାବରେ ସ୍ନାନ ଆଦି କରିସାରିଲା ପରେ ମା ବୃନ୍ଦାବତୀଙ୍କ ମୂଳରେ ଜଳ ଅର୍ପଣ କରନ୍ତୁ ଏବଂ ତାଙ୍କର ଗାୟତ୍ରୀ ମନ୍ତ୍ର ମଧ୍ୟ ଜଳ ଅର୍ପଣ କରିଲା ବେଳେ ଗାୟତ୍ରୀ ମନ୍ତ୍ର ମଧ୍ୟ ଉଚ୍ଚାରଣ କରନ୍ତୁ ଏବଂ ତାଙ୍କୁ ଲାଲି ରଙ୍ଗର ବସ୍ତ୍ର ମଧ୍ୟ ସେ ଦିନମାନଙ୍କରେ ପିନ୍ଧାନ୍ତୁ। ଦେଖିବେ ଆପଣମାନଙ୍କର ଦିନ ବହୁତ ଭଲ ଭାବରେ କଟିବ ଏବଂ ଆପଣମାନଙ୍କୁ ଯେଉଁ ସବୁ ବି ବିପତ୍ତି ଆସୁଥିଲା ସେ ସବୁ ମଧ୍ୟ ମା ବୃନ୍ଦାବତୀ ଆପଣଙ୍କର ଟଳିଦେବେ। ଆଶା କରୁଛି ଆଜିର ଏହି ଭିଡ଼ିଓଟି ଆପଣମାନଙ୍କୁ ବହୁତ ମାତ୍ରାରେ ଭଲ ଲାଗିଥିବ। ଯଦି ଭଲ ଲାଗିଥାଏ ତେବେ କମେଣ୍ଟ ବକ୍ସରେ ଜୟ ମା ବୃନ୍ଦାବତୀ ବୋଲି ଅବଶ୍ୟ ଲେଖନ୍ତୁ। ପୁଣି ଦେଖାହେବ ଏକ ନୂତନ ଭିଡ଼ିଓ ମାଧ୍ୟମରେ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ରହୁଛି। ଧନ୍ୟବାଦ।